ପ୍ରକୃତର ଘଟଣା ଯେଉଁଦିନ ରାତିରେ ବିକ୍ରି କଲେ ତା ପରଦିନ ମୁଁ ସେ ଶୁଣିବାକୁ ପାଇଲି ଗୋଟେ ଛୋଟ ଛୁଆକୁ ପୁଅ ପିଲାକୁ ଲକ୍ଷେ ଟଙ୍କାର ବିକ୍ରି କରୁଛନ୍ତି, ଦଲାଲ କାମ କରୁଛନ୍ତି। ତାପରେ ଯେଉଁ ଲୋକଟା ବିକ୍ରି କରିଥିଲା ତାକୁ ଯାଇକି ପଚାରିଲି, ମୁଁ କହିଲି ତୁମେ ଗୋଟେ ଛୁଆ ବିକ୍ରି କରିଦେଇଛ କି? କହିଲା ହଁ ମୁଁ ବିକ୍ରି କରିଛି। ମୁଁ କାହା ବିକ୍ରି କରିଛ? ନା ଗୋଟେ ଡାକ୍ତରକୁ ବିକ୍ରି କରିଛ। ମୁଁ କାହା ଛୁଆ ସେଇଟା? ନା ମୋ ଛୁଆ। ମୁଁ ତୋର ତ ଦୁଇଟା ଛୁଆ ବୁଲୁଛନ୍ତି, ଏ ଛୁଆ ଆସିଲା କେଉଁଠୁ? ନା ମୁଁ ଏଇଟା ସେକେଣ୍ଡ ମ୍ୟାରେଜ୍ କରିଥିଲି, ଛାଡ଼ିକି ପଳେଇଛି। ମୁଁ ତା ମା? ନା ତା ମା ନାହିଁ। ତାପରେ ତାକୁ ପଚାରିକି ଆସିଲା ପରେ ଥାନାରେ ମୁଁ କମ୍ପ୍ଲେନ୍ କରିଥିଲି। କଲା ପରେ ତାପରେ ସାର୍ ହେଉଛି କ'ଣ ଡାକିଥିଲେ, ଡାକିକି ଆଲୋଚନା ହେଇଥିଲେ ଥାନା ସାର୍ ସହିତ, ରାଉତ ସାର୍ଙ୍କ ସହିତ। କେତେ ଟଙ୍କାର ସେ ଭିଡ଼ିଓରେ କହୁଛି କେତେ ଟଙ୍କା ବିକ୍ରି କରୁଛି? ଭିଡ଼ିଓର ସେ ଲକ୍ଷେ ଟଙ୍କା ହେଉଛି ବିକ୍ରି ହେଇଛି, 50,000 ଟଙ୍କା ଆଗୁଆ ଆଡ଼ଭାନ୍ସ ହେଇଛି। ଆଉ ତାପରେ ସେ କହୁଛି ଡାକ୍ତର କଥା କହୁଛି, ମୁସଲିମ୍ ଲୋକ ବିକ୍ରି କରୁଛି। ଯେହେତୁ ସେ ପିଲା ଏବେ ବି ଏଠି ନାହିଁ, କଲିକତା ପହଞ୍ଚିଗଲାଣି। ବର୍ତ୍ତମାନ ଧରା ହେଲାଣି ନା? ସେ ଯିଏ ବିକ୍ରି କରୁଛି ତାକୁ ଧରା ହେଇଛି। ଆଉ ଅନ୍ୟ ଯେଉଁ 2-3 ଜଣ ଅଛନ୍ତି, ମଦନ ଆଉ ଲୁଲୁ ଆଉ ଜଣେ ଅଛନ୍ତି ସେଠି ମିଶିକି ସବୁ ବିକ୍ରି କରୁଛନ୍ତି, ସେମାନଙ୍କୁ ଧରା ହେଇନାହିଁ। ଖବର ପାଇଲା ପରେ ସେଟା ଉପରେ ଆମେ ଏସ୍ପି ସାହେବଙ୍କର ନିର୍ଦ୍ଦେଶ କ୍ରମେ ତାକୁ ଇନକ୍ୱାରି କରୁଥିଲୁ। ସେ ଇନକ୍ୱାରି କରିବାରେ ଆମେ ପାଇଲୁ ଯେ ସେ ଯେଉଁ ରାଜେଶ ବେହେରା ନାମକ ଜଣେ ବ୍ୟକ୍ତି, ସେ ତା'ର ଗୋଟେ ପୁଅଟି ଅଛି 2 ବର୍ଷର, ତା'ର ସ୍ତ୍ରୀ ତାଙ୍କୁ ଛାଡ଼ିକରି ପଳେଇ ଯାଇଛି। ତେଣୁ ତା'ର ସେମିତି କେହି ନାହାନ୍ତି ଆଉ ଫ୍ୟାମିଲି, ଆଉ ଇଏ ଟିକେ ମଧ୍ୟ ନିଶାସକ୍ତ ରହେ। ସେଇ ଦୃଷ୍ଟିକୋଣରୁ ସେ ତା'ର ସେଇ ପଡ଼ୋଶୀ ହିସାବରେ ଜଣକୁ ଇଏ କରି ତାକୁ ତା'ର ଛୁଆଟିକୁ ସେ ଲାଳନ ପାଳନ ପାଇଁ ଦେଇଥିଲା। ଆଉ ଏ ଖବର ପାଇଲା ପରେ ଆମେ ବର୍ତ୍ତମାନ ସେ ପିଲାଟିକୁ ବି ଉଦ୍ଧାର କରିଛୁ। ଆଉ ସେ ପିଲାର ଯେହେତୁ ତା'ର କେହି ନାହାନ୍ତି, ତା'ର ମା' ବି ନାହିଁ, ଆଉ ଇଏ ମଧ୍ୟ ସେ ନିଶାସକ୍ତରେ ରହେ, ସେଇ ଦୃଷ୍ଟିକୋଣରୁ ତାକୁ ଆଜି CWCରେ ପ୍ରଡ୍ୟୁସ୍ କରିଦେବ। ଆଉ ଏ ଅଧିକ ବିକ୍ରି ଅଭିଯୋଗଟା କ'ଣ? ନାଇଁ, ସେ ଯେଉଁ ଅଭିଯୋଗ ଉପରେ ଆମର ତଦନ୍ତ ଚାଲିଛି। ଯଦି ସେଥିରେ କିଛି ଠୋସ୍ ପ୍ରମାଣପତ୍ର ଆସେ ତାହେଲେ ତାପରେ ଆଇନ ଅନୁଯାୟୀ ଆକ୍ସନ୍ ନିଆଯାଏ। ଡାକ୍ତର ଜଣେ କିଏ ନେଇଛନ୍ତି କି ଅଭିଯୋଗ? ନାଇଁ ସେମିତି ତ କିଛି ନାହିଁ, ଡାକ୍ତର ନାହିଁ। ବାପ ସାର୍ କହୁଥିଲା ଯେ ଗୋଟେ ଭିଡ଼ିଓ ପ୍ରକଟ ହେଇଥିଲା ଯେ ଡାକ୍ତରଙ୍କୁ ବିକ୍ରି କରିତେ ହେବ। ମୁଁ ତ ଜାଣିନି କ'ଣ କହିଲା, ଯେ ଆମର ଯାହା ତଦନ୍ତ କହୁଛି ବର୍ତ୍ତମାନ ଆମେ ତଦନ୍ତ ଜାରି ରହିଛି, ସେ ବିଷୟରେ ଆମେ ଦେଖିବୁ। କିନ୍ତୁ ପିଲାଟି ଆମର ଉଦ୍ଧାର ହେଇଛି, ଆଉ ଏଇ ଘଟଣାଟା ସେ କଥା ସେ କହୁଛି।